सुस्वागतम बंधुगण। আজি मासंत काली 14 तारीख संक्रांति। आज मंगलवार काली बुधवार। तेणु आमे संक्रांति विषय बुधवार को नहीं 12 राशि दैनिक राशि फल उपरे गभीर आलोचना करने को जाउछे। रवि मकर को जीवे। आसंता काली अशुभ समय दिन 11:58 रु 1:21। सूर्यास्त 5:25 पर। ये जो रविंकर गमन हैला से किछि मास फल देवे। से मेष राशिर अश्विन द्विजा नक्षत्र को यही 3 नक्षत्रधारी जनता रवि कल्याणरू मास सारा अभाव असुविधा भोगिबे नाही। अर्थ लाभ हेबार सुयोग सृष्टि करिवे। मेष राशि पाई मासिक राशि फल यही खबर अच्छी जे रवि अश्विन द्विजा कृतिका 3 नक्षत्र को यथेष्ट अर्थ लाभर सुयोग देवे। हेले 14 तारीख बुधवार कौन खबर अच्छी। 14 तारीख बुधवार मेष राशि पाई शुभ दिन नुहे। शारीरिक मानसिक समस्या दुख देव। देह खराब हेबो। पुराणा रोग थिले ताहा अधिक पीड़िब। अपमानित होई पारंती। एणु सूर्य दर्शन करी निजर अवस्था विषय देवता को जनातु ना। 2 हाथ जोड़ी 2 थर कहतु आदित्यस्य नमस्कारम जे कुर्वन्ति दिने दिने जन्मांतर सहस्रेषु दारिद्र्यं नोपजायते। वृष राशि पाई यदि कृत्रिका वृष राशि कल्याण हेब। रवि दया करिवे। कृत्रिका रोहिणी मृगशिरा नक्षत्र पाई सबु दिगरु लाभ अछि। सेठी गला अर्थ लाभ। एठी कृत्रिका रोहिणी मृगशिरा यही 3 नक्षत्र पाई वृष राशि यही 3 नक्षत्रधारी जनतांकर सर्वविध लाभ हेबो। ए मासरे सर्वविध लाभ हेबो। व्यक्ति पाई जेउ लाभ आनंददायक आनंदप्रद से लाभ हेबो। रवि दया करिवे वृष राशि जनता को। बुधवार संक्रांति कौन फल अच्छी। 14 तारीख पाई अर्थ लाभ योग भी अच्छी। ये संक्रांति रे मास आरंभ रे वृष राशि लोके भल आय अमल करिवे। कर्म क्षेत्र कर्मठ माने भल रोजगार करिवे। आउ अभाव नहीं। आयर विभिन्न पंथा खोली जीवो। कर्म क्षेत्र चलचंचल लागिवो। देह मन भल लाई रहिबो। पारिवारिक कुशलता जानी प्रसन्न हेबे। भल दिन संक्रांति वृष राशि पाई भल दिन। मिथुन राशि पाई सूर्यदेव कौन करिवे।
ନା ବିବିଧ ସୁଖ ଦେବେ। ତିନି ନକ୍ଷତ୍ରକୁ ବିବିଧ ସୁଖ ଦେବେ ସୂର୍ଯ୍ୟ। ସେ ଯିବେ ମକରକୁ, ଏଣୁ ମିଥୁନ ରାଶିର ଆଜି ବନ୍ଧୁ ମିଳନ ଯୋଗ ଅଛି। ମୃଗଶିରା, ଆରଦ୍ରା, ପୁନର୍ବସୁ ନକ୍ଷତ୍ରଙ୍କୁ ସୂର୍ଯ୍ୟ ମାସ ସାରା ବିବିଧ ସୁଖ ଦେବେ। ବୁଝିଲ? କିଏ ନା ମୃଗଶିରା, ଆରଦ୍ରା, ପୁନର୍ବସୁ ଏଇ ତିନି ନକ୍ଷତ୍ର ମିଥୁନର, ଏଇ ତିନି ନକ୍ଷତ୍ରଙ୍କୁ ସେ ବିବିଧ ସୁଖ ଦେବେ। ନାନା ପ୍ରକାର ସୁଖ। ବ୍ୟକ୍ତି ଯେଉଁ ସୁଖ ପାଇଲେ ଆହ୍ଲାଦିତ ହେବ, ସେଇ ସୁଖ ଦେବେ। ବୁଝିପାରୁଛନ୍ତି ତ? ଆଜି ସଂକ୍ରାନ୍ତି, ମିଥୁନ ରାଶିର ବନ୍ଧୁ ମିଳନ ଯୋଗ ଅଛି। ବୁଧବାର ହେତୁ ନାନାବିଧ ଲାଭ ହେବ। ଆର୍ଥିକ ବିକାଶ ହେବ। ସୁଖ ଓ ଶାନ୍ତି ପାଇ ସୁସ୍ଥ ପରିବେଶ ସୃଷ୍ଟି କରିବେ। ଦେହ, ମନ, ମୁଣ୍ଡ ସବୁ ଠିକ୍ ଠାକ୍ ରହିବ। ମିଥୁନ ରାଶି ପାଇଁ ସଂକ୍ରାନ୍ତି ଭଲ ଦିନ। ମକର ଚାଉଳ କରିବେ ଆଉ ଖାଇବେ। ମନ୍ଦିର ବେଢ଼ାରେ ବୁଲିବେ, ସଂକୀର୍ତ୍ତନ କରିବେ। ତେବେ ଇଏ ଭଲ ଆଉ ଟିକେ ମହକିବ। ହେଲେ କର୍କଟର କ'ଣ କରିବା? ନା କର୍କଟର ମଧ୍ୟ ପୁନର୍ବସୁ, ପୁଷ୍ୟା ଏଇ ଦୁଇ ନକ୍ଷତ୍ରଙ୍କର ବିବିଧ ଲାଭ ହେବ। ଅଶ୍ଳେଷାର ସୁଖ ଲାଭ ହେବ। ଅଶ୍ଳେଷା ନକ୍ଷତ୍ରଧାରୀ କର୍କଟ ରାଶି ଲୋକେ ସୁଖ ଭୋଗ କରିବେ। ରବିଙ୍କ କଲ୍ୟାଣ ଅଛି କର୍କଟ ରାଶି ପାଇଁ। ବିବିଧ ଲାଭ ମିଳିବ। ପୁନର୍ବସୁ ଆଉ ପୁଷ୍ୟାକୁ, ଅଶ୍ଳେଷାକୁ କେବଳ ସୁଖ ଆଉ ସୁଖ ମିଳିବ। ଏହା ହିଁ ସାରାଂଶ ମାସିକ ଫଳର। ବୁଧବାର କର୍କଟ ରାଶି ପାଇଁ ଘାତବାର, ସାବଧାନ। କେଉଁଠି ବାଡ଼େଇ ପିଟି ହେଇଯିବ ସଂକ୍ରାନ୍ତି। ମନ ଦୁଃଖ କରିବେନି, ମାସଟା ଭଲ ଅଛି। ଆଜି ବୁଧବାର ହେତୁ ଟିକେ ଘାତ ହେବ। ସମ୍ମାନ ବୃଦ୍ଧି ହେବ। ଆଜି ସନ୍ତାନ ସମ୍ବନ୍ଧୀୟ କିଛି କୁଶଳ ଖବର ଶୁଣି ଆନନ୍ଦିତ ହେବେ। ଦେହ ମୁଣ୍ଡ ଠିକ୍ ଠାକ୍ ରହିବ। ଅନ୍ୟାନ୍ୟ ସମସ୍ତ ପାରିବାରିକ ଆନନ୍ଦ ଅଛି। ପ୍ରିୟଜନଙ୍କ ଗହଣରେ ଆଜି ସମୟ କଟିବ। ସମସ୍ୟା କିଛି ନାହିଁ କର୍କଟ ରାଶିର। କେବଳ ହୁସିଆର, ବୁଧବାର ହେତୁ ଟିକେ ଘାତ ପ୍ରତିଘାତ ହେବ। ରକ୍ତପାତର ଭୟ ଅଛି। ସିଂହ ରାଶି ପାଇଁ ମାସିକ ରାଶି ଫଳରେ ମଘା ନକ୍ଷତ୍ରକୁ ଟିକେ ସମସ୍ୟା ଅଛି। ଗୁପ୍ତ ଅଙ୍ଗରେ ରୋଗ ହେବ। ଅଜାଗା ଘା ଦେଖି ହୁଏ ନା କି ଦେଖେଇ ହୁଏ ନା। ଏଣୁ ହେ ମଘା ନକ୍ଷତ୍ରଧାରୀ ବନ୍ଧୁଗଣ, ଯେବେ ଜାଣିବେ ତେବେ ତାର ବିହିତ ପଦକ୍ଷେପ ନେବେ। ନହେଲେ ଘାଟା ବଡ଼ ହେଇଗଲେ ଭଲ ନ ହେଇପାରେ। ମଘା ରାଶି ପାଇଁ ଟିକେ ଅସୁବିଧା ଏ ମାସରେ ଅଛି। ମଘା ରାଶିଙ୍କର ଗୁପ୍ତ ଅଙ୍ଗରେ ସମସ୍ୟା ହେବ। ପୂର୍ବ ଫାଲ୍ଗୁନୀ ଓ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଦ୍ୱୟର ସୁଖ ଲାଭ ଯୋଗ ଅଛି। କେବଳ ମଘାର ଅସୁବିଧା। ଏ ହେଲା ମାସ ଫଳ। ଆଜି ବୁଧବାର 14 ତାରିଖ ସିଂହ ରାଶି ପାଇଁ ଯନ୍ତ୍ରଣା ଜର୍ଜରିତ ଦିବସ। ଆଜି ସିଂହର ଭଲ ଦିନ ନୁହେଁ। ମାସ ଆରମ୍ଭରୁ ଖରାପ ଖବର। ଭଲ ଦିନ ନୁହେଁ। ମାସ ସାରା ମଘା ପାଇଁ ଖରାପ। ଦେହ ଅସୁସ୍ଥ ହେବ। କିଛି ପୁରୁଣା ରୋଗ ବହୁ ଯାତନା ଯନ୍ତ୍ରଣା ଦେବ। ଖାଲି ତମ ଦେହ ଖରାପ ହବନି ତ, ତୁମ ପାଇଁ ତୁମ ମା ଦେହ ବି ଖରାପ ହେବ। ପାରିବାରିକ ଶାନ୍ତି ଭଙ୍ଗ ହେବ।
ବୃତ୍ତି ବ୍ୟବସାୟରେ ବିଶେଷ ଆୟ ହେବନି, ଏଣୁ ମାନସିକ ଅଶାନ୍ତି ଘଟିବ। ବିଶେଷ କରି ଆଜି ସିଂହ ରାଶିର ମହିଳାମାନଙ୍କ ପାଇଁ ଘାତଚନ୍ଦ୍ର, ସାବଧାନ। ଘାତଚନ୍ଦ୍ର ହେଲେ ଟିକେ ବା ଅଧିକ କ୍ଷତି ହୁଏ। ଆମେ ଏ ବିଷୟରେ ପ୍ରାୟ ଆଲୋଚନା କରୁଛେ। ଆସନ୍ତୁ ଯିବା କନ୍ୟା ପାଖକୁ। ମାସିକ ଫଳ ରୂପରେ କନ୍ୟା ରାଶିର ଉତ୍ତର ଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ର ଦ୍ୱୟ ସୁଖ ଲାଭ କରିବେ। ମାତ୍ର ଚିତ୍ରା ପାଇଁ ପ୍ରବାସ ଯୋଗ ଅଛି। ଟ୍ରାନ୍ସଫର, ପୈତୃକ ସମ୍ପତ୍ତିରୁ ଦୂରକୁ ଯିବେ। ହୁଏତ ବିଦେଶ ଯାଇପାରନ୍ତି ପଢ଼ିବା ପାଇବା ଚାକିରି ପାଇଁ, କିମ୍ବା ନିଜ ଗାଁ ଭିଟାମାଟି ଛାଡ଼ି ଚାକିରି କରିଥିବେ, ଅନ୍ୟ ଗାଁରେ ଯାଇ ଚାକିରି କରିବେ। ପ୍ରବାସ ଯୋଗ ଅଛି ଚିତ୍ରା ପାଇଁ। କନ୍ୟା ରାଶି ଚିତ୍ରା ନକ୍ଷତ୍ର ପାଇଁ ପ୍ରବାସ ଯୋଗ। ବିଦେଶକୁ ଯିବାକୁ ପଡ଼ିବ, ପୈତୃକ ସ୍ଥାନକୁ ଛାଡ଼ିବାକୁ ପଡ଼ିବ, ଭିଟାମାଟିକୁ ଛାଡ଼ିବାକୁ ପଡ଼ିବ। ନହେଲେ ଅନ୍ୟ ଦୁଇ ନକ୍ଷତ୍ର ପାଇଁ ସୁଖ ଅଛି। ବୁଧବାର ହେତୁ କନ୍ୟା ରାଶିର ମହିଳାମାନଙ୍କ ପାଇଁ ଘାତଚନ୍ଦ୍ର। ଆଜି ଭାଇ ବନ୍ଧୁ କୁଟୁମ୍ବ ସମସ୍ତେ ଆଦର କରିବେ, ଆଉ ସମ୍ମାନିତ କରିବେ। ଆର୍ଥିକ ସମସ୍ୟା ନାହିଁ, ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ, ରୁଚିକର ଖାଦ୍ୟ ମିଳିବ, ପାରିବାରିକ ଶାନ୍ତି ମିଳିବ। ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛେ ସେ ସମସ୍ତ ବୃତ୍ତିର ବିକାଶ ହେବ, ଆୟ ଅମଳ ଭଲ ହେବ। ଦିନଟି କନ୍ୟା ରାଶି ପାଇଁ ଶୁଭ ଅଟେ। ମାସ ଆରମ୍ଭ, ତେଣୁ ପ୍ରଫୁଲ୍ଲିତ ହୁଅନ୍ତୁ। ତୁଳା ରାଶି କଥା ଆଲୋଚନା କରିବା। ତୁଳା ରାଶି ପାଇଁ ମାସିକ ରାଶିଫଳ ରୂପେ ଚିତ୍ରା, ସ୍ୱାତି, ବିଶାଖା ପାଇଁ ଅଶୁଭ ବି ଶୁଭ। ଯଦି ଚାକିରି ହେଇଗଲା ସେ ପ୍ରବାସକୁ ଯିବେ, ଦୂରକୁ ଯିବେ। ଯଦି ଝଗଡ଼ାଝାଟି ହେଇଗଲା ତାହେଲେ ସେ ସ୍ଥାନ ଛାଡ଼ି କିଛି ଦିନ ପାଇଁ ବାହାରେ ରହିବେ, ମାସକ ପାଇଁ ମଧ୍ୟ। ଏଇଟା କାହା ପାଇଁ କ'ଣ ଫଳ ଦେବ? ନିଜ କର୍ମ ଫଳ। ଏଇ ପ୍ରବାସ ଯୋଗଟା କାହା ପାଇଁ ପ୍ଲସ୍ ପଏଣ୍ଟ, କାହା ପାଇଁ ମାଇନସ୍ ପଏଣ୍ଟ। ତେଣୁ ଆମେ ଯେଉଁ କର୍ମ କରୁଛେ ସେ କର୍ମ ଫଳ ତ ଆମକୁ ଭୋଗିବାକୁ ପଡ଼ିବ। ଏଥିପାଇଁ ଦୁଃଖ କାହିଁକି? ଯିଏ ନିଆଁ ଗିଳିବ ସେ ଅଙ୍ଗାର ଭୋଗିବ। ତେଣୁ ତୁଳା ରାଶିର ଚିତ୍ରା, ସ୍ୱାତି, ବିଶାଖା ତିନି ନକ୍ଷତ୍ରଙ୍କ ପାଇଁ ପ୍ରବାସ ଯୋଗ ଅଛି। ବିଦେଶ ଗମନ ଅଛି। ହୁଏତ କାହାର ଚାକିରି ହେଇଯିବ, କାହାର ପ୍ରମୋସନ୍ ହେଇଯିବ, ଟ୍ରାନ୍ସଫର ହେବ। କିନ୍ତୁ ଭଲ ଅର୍ଥରେ ନ ନେଇ ଯଦି ଆମେ ଦେଖିବା, ମୋର ଘରେ କଳି ଝଗଡ଼ା ହେଲା, ଭାଇ ଭାଇ ମଧ୍ୟରେ ସ୍ଥାନାନ୍ତର ଯୋଗ ଅଛି, ମାଡ଼ପିଟ ହେଇଯାଉଛି ପ୍ରାୟ ସମୟରେ। ତେଣୁ ଆମକୁ ହୁଏତ ଘର ବଦଳାଇବାକୁ ପଡ଼ିପାରେ। ମାନେ ତିନି ନକ୍ଷତ୍ରକୁ ପ୍ରବାସ ଯୋଗ ଅଛି। ଆଜି ବୁଧବାର ସଂକ୍ରାନ୍ତି। ତୁଳା ରାଶି ପାଇଁ ମାନସିକ ଶାନ୍ତି ଭଙ୍ଗ ହେବ, ମନର ଭାବ ଉଦ୍ବେଳିତ ହେବ, ମନ ଆକୁଳ ବ୍ୟାକୁଳ ହେବ। ଅହେତୁକ ଭୟ ମନକୁ ଆସି ଭାରାକ୍ରାନ୍ତ କରିବ। ଆୟ ଅମଳ ହେବ, ମାତ୍ର କମ୍। କର୍ମ କ୍ଷେତ୍ରରେ ଖଟିଲେ ବି ହାତକୁ ସେତେ ଅର୍ଥ ଆସିବନି, ମାନ୍ଦା ଆୟ ହେବ। ତଥାପି ଉପରେ ଉପରେ ହସି ଜନତାଙ୍କୁ ଜଣାଇବାକୁ ଆପଣ ବାଧ୍ୟ ହେବେ, ମୁଁ ଭଲରେ ଅଛି। ସବୁ ଦୁଃଖରେ ବି ଯିଏ ହସିପାରେ ସିଏ ତ ମଣିଷ। ଆଜି ବୋଧେ ସେଇଭଳି ଦିନ ତୁଳା ରାଶିଙ୍କର। ବିଛା କଥା ଯିବା, ବୁଝିବା କଥା କ'ଣ? ରବି ସଂକ୍ରମଣ ବିଛା ରାଶିର
ଅନୁରାଧା ଓ ଜ୍ୟେଷ୍ଠା ପାଇଁ ସମ୍ମାନ ଲାଭ ଯୋଗ ଦେବ। ଅନୁରାଧା ଆଉ ଜ୍ୟେଷ୍ଠା ଏଇ ଦୁଇ ନକ୍ଷତ୍ରଙ୍କୁ ସମ୍ମାନ ମିଳିବ ମାସ ସାରା। ଆରେ ସବୁଠୁ ତ ମୂଲ୍ୟବାନ ଧନ ହେଉଛି ସମ୍ମାନ। ଯିଏ ଭାଗ୍ୟବାନ ସେ ସର୍ବଦା ସମ୍ମାନିତ ହୁଅନ୍ତି। ଯିଏ ବୁଦ୍ଧିମାନ ସେ ଏଇ ସମ୍ମାନ ଧନକୁ ଖୋଜିବା ପାଇଁ ସତ୍କାର୍ଯ୍ୟ କରନ୍ତି। ବୋଧ ହୁଏ ଅନୁରାଧା ଓ ଜ୍ୟେଷ୍ଠା ଏଇ ଦୁଇ ନକ୍ଷତ୍ରଧାରୀ ବୁଦ୍ଧିମାନ ଓ ଭାଗ୍ୟବାନ ହୋଇଥିବେ। ନହେଲେ ସମ୍ମାନ ଧନ କ'ଣ ସମସ୍ତଙ୍କୁ ମିଳେ? ହେଲେ ବିଶାଖା ପାଇଁ ତ କୁହାହେଲା ପ୍ରବାସ ଯୋଗ ଅଛି। ଆଉ ବିଛା ରାଶିର ବିଶାଖା ନକ୍ଷତ୍ରର 16 ନକ୍ଷତ୍ରର ପ୍ରବାସ ଯୋଗ ଅଛି। ଆଜି ସଂକ୍ରାନ୍ତି ଫଳାଫଳ କ'ଣ ଶୁଣିବା? ବୁଧବାର 14 ତାରିଖ ବିଛା ରାଶି ପାଇଁ ଏକ ଚିନ୍ତା ଶୂନ୍ୟ ଦିନ। କିଛି ଚିନ୍ତା ନାହିଁ। ରଜା ପୁଅ ତ ଆଉ 153ଟା ଚାକର ଚାକରାଣୀ। ଆଉ କିଏ ଝୁଲେଇବ, କିଏ ବୁଲେଇବ, କିଏ ହଲେଇବ, କିଏ ମଲେଇ ଖୋଇଦେବ। ଆଉ ଚିନ୍ତା ଶୂନ୍ୟ, ନିଧକ, ଧକ ନାହିଁ, ଭୟ ନାହିଁ। ଆରାମରେ ଶୋଇବେ, ସୁଖ ନିଦ୍ରା। ଆଜି ବିଛା ରାଶିର ସଂକ୍ରାନ୍ତି ସୁଖ ନିଦ୍ରା। ବୁଧବାର ହେତୁ ସବୁଥିରେ ଟିକେ ସାମାନ୍ୟ ବାଧା ହେବ। ବୁଧ ଆଉ ମଙ୍ଗଳଙ୍କର ପଡ଼େନି ଅହିନକୁଳ ସମ୍ପର୍କ। 12ଟା ବୁଧ ହେତୁ ସେଇ ନିଦରେ ବି ଟିକିଏ ଦୁଃସ୍ୱପ୍ନ ଆସିପାରେ। ସବୁ କାମରେ ସବୁ ପ୍ରକାର ସୁଖରେ ଟିକିଏ ବାଧା ହେବ ଯେହେତୁ ବୁଧବାର। ନହେଲେ ସୁଖ ନିଦ୍ରା। ଆଜି ଦିନଟା ବଢ଼ିଆ। ତେଣୁ ବିଛା ରାଶି ଲୋକମାନେ ଭାବିବେ ବୋଧେ ମାସ ସାରା ଆମେ ଆରାମରେ ଶୋଇବୁ। ଆଉ କ'ଣ? ନାଇଁ 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 ସମ୍ମାନିତ ପରା। ସତ୍କାର୍ଯ୍ୟ କଲେ ସିନା ସମ୍ମାନିତ ହେବେ ନା କ'ଣ କହୁଛନ୍ତି? ହଁ, ଆସନ୍ତୁ ଯିବା ତୁଳା ପାଖକୁ, ନାଇଁ ଧନୁ ପାଖକୁ ଯିବା। ମକର ସଂକ୍ରାନ୍ତି ଧନୁ ରାଶି ପାଇଁ ମୂଳା ଓ ପୂର୍ବାଷାଢ଼ା ତଥା ଉତ୍ତରାଷାଢ଼ାକୁ ବି ସମ୍ମାନିତ କରିବ। ବାବାରେ, ବିଛା ପରି ଧନୁର ବି ଭଲ ଯୋଗ ଅଛି। ଏଇ 3 ନକ୍ଷତ୍ରଧାରୀ 19, 20, 21 ମୂଳା, ପୂର୍ବାଷାଢ଼ା, ଉତ୍ତରାଷାଢ଼ା ଏ ନକ୍ଷତ୍ର ତ୍ରୟ ମଧ୍ୟ ସମ୍ମାନିତ ହେବେ। ଗ୍ରହରାଜ ରବି ଏଇମାନଙ୍କ ଦ୍ୱାରା କିଛି ଭଲ କାମ କରେଇବେ ଏବଂ ତାଙ୍କୁ ଯାଚିକିରି ସମ୍ମାନ ଦେବେ। ଭଲ ଭଲ ମାସଟି ଭଲରେ ଭଲରେ ଯିବ। ଆଜି ବୁଧବାର କ'ଣ ବୁଝିବା? 14 ତାରିଖ ବୁଧବାର ସଂକ୍ରାନ୍ତି ଧନୁ ରାଶି ପାଇଁ ଦୁଃଖପ୍ରଦ ଦିନ ହେବ। ମାସ ଆରମ୍ଭରୁ ପ୍ରଥମ ଦିନଟି ଦୁଃଖଦାୟକ ହେବ। ଭାଙ୍ଗି ପଡ଼ନ୍ତୁନି, ସମ୍ମାନ ମିଳିବ ମାସ ସାରା। ଆଜି ଗୋଟେ ଦିନ କୌଣସି ପ୍ରକାର ଆଡ଼ଜଷ୍ଟ କରିଦେବେ। ଆଉ କ'ଣ? ଶାରୀରିକ ଯନ୍ତ୍ରଣା ଅତିଷ୍ଠ କରିବ। କେଉଁ ଅଙ୍ଗ କେତେବେଳେ କି ପ୍ରକାର ପୀଡ଼ା ଦେବ ତାହା କେବଳ ବିଧାତାଙ୍କୁ ଜଣା। ଦୁର୍ଘଟଣା ଭୟ ବି ଅଛି। ସାବଧାନ। ବ୍ୟୟ ବଳକି ଯିବ। ମାନେ ଏତେ ଖର୍ଚ୍ଚ ହେବ, ଅଣ୍ଟାରେ ସେତେ ପଇସା ନଥିବ। ଆୟ ମାନ୍ଦା ହେବ। ରୋଜଗାରରେ ବାଧା ଆସିବ। ବଡ଼ ଅସୁବିଧା ହେବ। ଶାନ୍ତି ସୁଖ ଆଜି ବ୍ୟାହତ ହେବ। ଖୋଜିଲେ ବି ମିଳିବନି। ଆଜି ଦିନଟି ଧନୁରାଶି ପାଇଁ ଭଲ ନୁହେଁ। ଏଣୁ ଆଦିତ୍ୟଙ୍କୁ ସୂର୍ଯ୍ୟଙ୍କୁ ଯୋଡ଼ ହସ୍ତରେ ପ୍ରଣାମ କରନ୍ତୁ ଉଦୟ ସମୟରେ ଏବଂ କହନ୍ତୁ ଆଦିତ୍ୟସ୍ୟ ନମସ୍କାର। 2 ଥର କହିବେ। ଆଦିତ୍ୟସ୍ୟ ନମସ୍କାରଂ ଯେ କୁର୍ବନ୍ତି ଦିନେ ଦିନେ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟଂ ନୋପଜାୟତେ। ଏହି ଶ୍ଲୋକଟି ଶୁଣିଲେ ଆଦିତ୍ୟ ଖୁସି ହୁଅନ୍ତି ବୋଲି ସୂର୍ଯ୍ୟ ପୁରାଣରେ ବର୍ଣ୍ଣିତ ଅଛି।
ଏବେ ଯିବା ମକର ପାଖକୁ। ମକର ସଂକ୍ରାନ୍ତି, ମକର ରାଶି। ତେଣୁ ମକର ସଂକ୍ରାନ୍ତି, ମକର ରାଶି ପାଇଁ କ'ଣ ଦେଉଛି ଖବର ନା ଉତ୍ତରାଷାଢ଼କୁ ସମ୍ମାନିତ କରିବ, ଶ୍ରବଣା ଓ ଧନିଷ୍ଠାକୁ ସୁଖ ଦେବ। ବଢ଼ିଆ ଆଉ କ'ଣ, ଶ୍ରବଣା ଆଉ ଧନିଷ୍ଠା ଏମାନେ ସୁଖରେ ରହିବେ। ଏ ମାସ ସାରା ଉତ୍ତରାଷାଢ଼ା ସମ୍ମାନିତ ହେବେ। କହିଲେ ଭଲା ଏ ଭାଗ୍ୟବାନ କିଏ? ଉତ୍ତରାଷାଢ଼ା। କାରଣ ଯାହାର ସମ୍ମାନ ନାହିଁ ତାର ବଞ୍ଚିବାର ଅଧିକାର ନାହିଁ। ପ୍ରକୃତ ଯିଏ ଜ୍ଞାନୀ ମାନି ସେମାନେ ସମ୍ମାନ ଖୋଜନ୍ତି। ଆଲୋ ସଖୀ ଆପଣା ମହତ୍ଵ ଆପେ ରଖି, ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ହଁ ଆରେ ହଡ଼ା। ବାସ୍ ଦେଖିବା କ'ଣ ଅଛି ଆଜି। କ'ଣ ଅଛି? ମାତ୍ର 14 ତାରିଖ ବୁଧବାର, ମକର ରାଶି, ମହିଳାଙ୍କର ଘାତ ଚନ୍ଦ୍ର। ସାବଧାନ ମା ମାନେ, ଛୁଞ୍ଚି, ସଫ୍ଟପିନ୍, ଛୁରୀ, ପନିକି ଏ ତ ତମର ଅସ୍ତ୍ର। ତାକୁ ଟିକେ ଜଗି ରଖି ବ୍ୟବହାର କର। ଆଜି ଘାତ ଚନ୍ଦ୍ର, ରକ୍ତପାତ ଯୋଗ ଅଛି, ହୁସିଆର। ନହେଲେ ଆଉ ସବୁ ଭଲ। ବୃତ୍ତିଜୀବୀ ମହିଳାମାନଙ୍କର ଆଜି ଆନନ୍ଦ କହିଲେ ନ ସରେ। ତେଣୁ ଆୟ ଅମଳ ଭଲ ହେବ। ସମସ୍ତ ବୃତ୍ତିଜୀବୀ ମହା ଆନନ୍ଦରେ ରୋଜଗାର କରି ଖୁସିରେ ସମୟ କାଟିବେ। ଆଜି ଉଚ୍ଚ କୋଟିର ସମ୍ମାନ ମିଳିବ। ଆଉ ପ୍ରମୋସନ୍ ବି ହେଇପାରେ। ଯେଉଁମାନେ ଚାକିରିଆ, ସେ କମ୍ପାନୀ ଚାକିରି ହେଉ କି ସରକାରୀ ଚାକିରି ହେଉ କି ପ୍ରାଇଭେଟ୍ ଚାକିରି ହେଉ, ତାଙ୍କର ଆଜି ପ୍ରମୋସନ୍ ଅଛି। ବୁଝାପଡ଼ୁଛି? ଆରେ ବେଳେବେଳେ ପ୍ରମୋସନ୍ ଏମିତି ବି ହୁଏ। ମୋ ଜୀବନର ଅନୁଭୂତି। ସେତେବେଳେ ଅଳକା ଜେନା ଥାଆନ୍ତି ଇନ୍ସପେକ୍ଟର, ମୁଁ ଥାଏ କଳାହାଣ୍ଡିରେ। ହେଲା, ସିଏ ଆସିଲେ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ଠାରୁ ବା ଅନ୍ୟ ଗାଁ ଲୋକଙ୍କ ଠାରୁ ମୋର ଟିକେ ପ୍ରଶଂସା ଶୁଣିଦେଲେ, ମୋ ପିଠି ଆମସେଇ ଦେଲେ। ସେ ମୋଠୁ ବୟସରେ ବଡ଼ ହେବେ, ମୋର ମାତୃତୁଲ୍ୟା। ସେ ଇନ୍ସପେକ୍ଟର, ମୁଁ ସେତେବେଳେ 27 ବର୍ଷର ଯୁବକ। ପିଠି ଥାପଡ଼ ଦେଇ କହିଲେ, ସାର୍ ମୁଁ ଅଯୋଗ୍ୟା, ଆପଣଙ୍କୁ କିଛି ଗୋଟିଏ ପୁରସ୍କାର ଦେଇପାରୁନି। ସରକାରୀ ମହଲରେ, ପ୍ରାଇଭେଟ୍ ସ୍କୁଲରେ ଏତେ କିଛି ସୁଯୋଗ ଦେବାର ନାହିଁ। ତଥାପି ମୁଁ ପ୍ରସନ୍ନା, ଆପଣଙ୍କୁ ଉତ୍ତରୋତ୍ତର ଉନ୍ନତି ନିଶ୍ଚୟ ହେବ। ଆପଣ ଯେତେ ଗୁଡ଼ିଏ ସୁନାମ ଅର୍ଜନ କରିଥିଲେ ସ୍କୁଲରେ, ଯାହା ହଉ ଇଏ ମଧ୍ୟ ଗୋଟେ ଆନନ୍ଦ। ତ ସେତିକି ହଉ, କିଛି ଗୋଟିଏ ହଉ। ହଁ, ଇଏ ମଧ୍ୟ ଗୋଟେ ପ୍ରମୋସନ୍। ମୁଁ ତ ଖୁସି ହେଇଗଲି। କ'ଣ? ହଁ, ଏବେ ଆମେ ଯିବା କୁମ୍ଭ ରାଶି ପାଖକୁ। ମକର ସଂକ୍ରାନ୍ତି, କୁମ୍ଭ ରାଶିକୁ ମାସିକ ଫଳ ବଢ଼ିଆ ଦେବ। ଧନିଷ୍ଠା, ଶତଭିଷା ଓ ପୂରଭାଦ୍ର ନକ୍ଷତ୍ର ତ୍ରୟଙ୍କୁ ସୁଖ ମିଳିବ। ମାସ ସାରା କୁମ୍ଭ ରାଶିର ନକ୍ଷତ୍ର ତ୍ରୟ ସୁଖ ପାଇବେ। ଆଜି କ'ଣ ଅଛି ଦେଖିବା। ଆଜି ବୁଧବାର, ସଂକ୍ରାନ୍ତି, କୁମ୍ଭ ରାଶି ପାଇଁ କର୍ମ ସଂସ୍ଥା ସୃଷ୍ଟି ହେବ। ଯେଉଁମାନେ କାମ ଖୋଜୁଛନ୍ତି, ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ, ତାଙ୍କୁ ଆଜି କାମ ମିଳିଯାଇପାରେ। ଯଦି ମିଳିଗଲା ସେମାନେ ନାଚିବେନି। ମାସ ଆରମ୍ଭ, ପୁଣି ଆମ ପାଇଁ ବର୍ଷ ଆରମ୍ଭ ଦିନ। ହଁ, ସୃଷ୍ଟି ହେବ। କର୍ମଠମାନଙ୍କ ପାଇଁ ଆଜି ଆନନ୍ଦମୟ ଦିନ। ମାନେ ଯେଉଁମାନେ କର୍ମରଙ୍କ, କାମ କରିବାକୁ ଭଲ ପାଆନ୍ତି, ସେମାନେ ଆଜି କର୍ମକ୍ଷେତ୍ରରେ ବିପୁଳ ଆନନ୍ଦ ଲାଭ କରିବେ। ଏହି ବ୍ୟବସାୟୀ ପ୍ରଭୃତି ଯେଉଁମାନଙ୍କ ହାତକୁ ପ୍ରତିଦିନ ଅର୍ଥ ଆସେ, ସେମାନଙ୍କର ଆଉ କ'ଣ କହିବି, ସେମାନେ ଆଜି କଚେପବାର ସୁନା ଅଣ୍ଡା ଦିଆ କୁକୁଡ଼ାକୁ ସେ ଆଜି ପାଖରେ ପାଇଯିବେ। ହଁ, ସମସ୍ତ ଯୋଜନା ସଫଳ ହେବ। ଦେହ ମନ ଠିକ୍ ଠାକ୍ ରହିବ। ଆଉ ଆଚରଣରେ ଆଉ ଉଚ୍ଚାରଣରେ ସେମାନେ ଆଜି ଏତେ ବଢ଼ିଆ ହେବେ ଯେ ଲୋକେ ତାଙ୍କୁ ଦେବଜ୍ଞାନ କରିବେ। କୁମ୍ଭ ରାଶି ପାଇଁ ଆଜି ସବୁଠୁ ଭଲ ଦିନ କହିଲେ ନ ଚଳେ। ଆଚ୍ଛା, ଦେଖିବା କ'ଣ ଅଛି।
मीन राशि मकर संक्रांति हेतु मीन राशि मासिक राशिफल रूपे नक्षत्र त्रय माने पूर्व भाद्र उत्तर भाद्र और रेवती को सुख 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 मिल मास सारा रवि महाग्रह तांको ऊपर आज सुख पुष्प वृष्टि कर जड़े देवे मास सारा मु तुम नक्षत्र त्रयंकु सुख डोली रे झुलेबी पूर्वर तुमने किसी भल काम करिच एटा हूँ रविंकर इच्छा हेले आम इच्छा कौन जिते बड़े आम दीपरे तेल भराई सलितारे निया लगी आमे तो खुंटा को टिके टेकिबा ना रवि कहीदे गले देवे आमे सेमती सत्कार्य करिबा सचिंता करिबा बोले आमर सुख 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 हेबो। आज संक्रांति कौन देखिबा मीन राशि कौन अच्छी आज भल दिन नुह संक्रांति बुधवार मीन राशि भल दिन नुह सम्मान हानि भय अच्छी असम्मान तो हेबार डर अच्छी तेणु जगी रखी व्यवहार करिबा चुपचाप रहिबा जी जा पचारे न शुणला भाई अभिनय करवा बा मुंड डुंगार दवा टिके क्या पाखे हाथ पातिबानी ऋण मागिबानी क्या परामर्श दबानी तेणु यही सम्मान टिकक आमर जमा होजीवनी एतिकी तो कौन शत्रु ऋण अस्तव्यस्त करेंगे शत्रु तो समस्त अच्छा ना मु आपणकर शत्रु आपण मोर शत्रु कारण ये समाज हूँ वर्तमान कलंकित कलुषित जी सरल शांत भद्र नम्र उदार तार शत्रु बेसी जी चाय कि उठे दुम कि लदी दे पिठी रे तार शत्रु कहीं ना डर समस्त अच्छे तेणु आज शत्रु आ ऋण जे ऋण देइचंती से माने आज टिके उत्पात करिवे व्यस्त विव्रत करिवे मात्र तुमर उत्तम व्यवहार मीन राशि लोक माने दी प्रकार अछंती केतक अछंती उद्धत भारी बड़ पाटे कथबार्ता करती निज ज्ञानी भावती कि से माने महामूर्ख मन रखिथे जो मैंने बड़ पाटे कथबार्ता करती से माने सब निज भूल को घोड़िया चेष्टा करती और से माने हेले महामूर्ख ताको भाई दुख पर दुख आसे ये राशि लोक मैंने दुख पकड़े आज आ जो मैंने शांत सरल भद्र नम्र उदार आस्ते आस्ते कथबार्ता करती तांकर आज समस्या किछि नाही तांको व्यवहार रे आज सबु शत्रु पराजित हेबे बड़ बाटर कथबार्ता करें कि दुख देवेनि यह जानी मीन राशि लोक मैंने विनम्र होगा उचित आज जेते विनम्र हेबे तेबे सेते शत्रु को जय करिवे नहले मु कौन करी हाँ कहली तो हाँ भाई बंधु कुटुंब आसंता काली पाई ईश्वर चाहिए आम दुख सुख हेबा हेले आज कौ राशि कथा कहबा मोर तो मन नहीं काली को जाए गला काली मकर जाइए आज कुंभ कथा कहवा कुंभ राशि को वर्ष सारा बृहस्पति शुभ बृहस्पति कुंभ राशि को वर्ष सारा कल्याण करिवे तेणु कुंभ राशि लोके जातक बृहस्पति केउठी अच्छी ता आपण को जड़ा जे जोठी थांतु आमे बृहस्पति को कल्याण पाई चेष्टा करिबा ब्राह्मण मान को सम्मानित करने जदि आमे ब्राह्मण निजे ताहले आमर कौनसी ब्राह्मण को असम्मानित करवानी ब्राह्मण को पारिले ब्राह्मण पाद धूଳି नवा भोजन कराइबा प्रणाम करवा आदर करवा असम्मानित करवानी ब्राह्मण निंदा करवानी नमो ब्रह्मण्य देवाय गो ब्राह्मण हिताय च
ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ। ଏ ମନ୍ତ୍ର ପଢ଼ି ବ୍ରାହ୍ମଣକୁ ଆମେ ପ୍ରଣାମ କରିବା। ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ। ବ୍ରାହ୍ମଣ ଗୋବିନ୍ଦ ସମାନ। ଏ ଚିନ୍ତା କଲେ ବୃହସ୍ପତି ଖୁସି ହେବେ, କଲ୍ୟାଣ କରିବେ, ମଙ୍ଗଳ ହେବ, ସବୁ ସମସ୍ୟା ଦୂର ହେବ। ମୁଁ କହିଲି କୁମ୍ଭ ରାଶି କଥା। କାଲି ଆଲୋଚନା କରିବା ବର୍ଷ ସାରା ମୀନ ରାଶିକୁ କିଏ ସହାୟ ହେବେ, ଆଉ ସେ ଗ୍ରହଙ୍କୁ ପ୍ରସନ୍ନ କରିବା ପାଇଁ ମୀନ ରାଶି ଲୋକମାନେ କ'ଣ କରିବେ। ବନ୍ଧୁ ନମସ୍କାର, ଆଜି ପାଇଁ ଏତିକି।